ତାଙ୍କ କମ୍ପାନୀ ଆଡ୍ରେସରେ ଆସିବାର ଥିଲା ଆମର ଗୋଟେ ପାର୍ସଲ। ଆଜି ତାଙ୍କ ଡ୍ୟୁଟି ଛୁଟି ଥିଲା ବୋଲି ମୁଁ ଜିଦି ଧରି କହିଲି ମତେ ସାଙ୍ଗରେ ନେଇକି ଚାଲ। ସରେ ମୋ ଜିଦି ରହିଲା, ଆମେ 2 ଜଣ ମିଶିକି ଘରୁ ବାହାରି ଗଲୁ। ପ୍ରଥମେ ଲୋକେସନରେ ପହଞ୍ଚି ପାର୍ସଲଟିକୁ ରିସିଭ୍ କଲୁ। ଠା ଠା ସବୁ ସଜାସଜି ହବାର ଦେଖି ମନେ ପଡିଲା ଦଶହରା ପାଖେଇ ଆସିଲା। ମୋର ଜଣେ ସାଙ୍ଗ କୁହ ବା ଭଉଣୀ, ଗାଡି ଆମର ରହିଯାଇଥିଲା, ସେ ଏଇଠି କୋଉଠି ରହୁଛି ଜାଣି। ଆଗ ଫୋନ କରି ବୁଝିନେଲି ତା ରହିବା ଠିକଣା। ଶେଷରେ ଖୋଜି ଖୋଜି ପାଇଗଲି ତା ଅଗଣା। ଘର ନୁହେଁ, ଏଇଟା ତାର ଲ୍ୟାବ ଥିଲା। ବହୁତ ଦିନ ପରେ ଦେଖା ସାକ୍ଷାତ କରି ଭାରି ଖୁସି ଲାଗିଲା। ବାହାରି ଆସିଲି ରହି ତା ପାଖରେ ମାତ୍ର 5-10 ମିନିଟ୍। ଦଶହରାକୁ ଘରକୁ ଆସିଲେ ପୁଣି ହବନି କି ଭେଟା ଭେଟି। ପାର୍ସଲ ଧରି ଆମେ ଘରକୁ ଆସିଲୁ। ଏ ପାର୍ସଲ ଚକ୍କରରେ ସକାଳୁ ଭୋକ ଶୋଷ ସବୁ ଭୁଲି ଯାଇଥିଲୁ। ଅଧ ବାଟରେ ପ୍ରଥମେ ଗୋଟେ ପ୍ଲେଟ ଚିକେନ ବିରିୟାନୀ ଖାଇଲୁ। ପାର୍ସଲ ଭିତରେ ଥିଲା ଫ୍ଲିପକାର୍ଟରୁ ଅର୍ଡର କରାଯାଇଥିବା ଗୋଟେ LED ଟିଭି। ରହିବା ଜାଗା ତ ଉପରେ ଠିକ ହେଇଛି, କିନ୍ତୁ ପତିଦେବ କହିଲେ ଆଜି ଦିନଟା ମୁଁ ଏଇଠି ରଖିବି। ଏପର୍ଯ୍ୟନ୍ତ ଆଦି ବାବା ଟିଭି ଆସିଛି ବୋଲି ଜାଣିନଥିଲେ। ସାଉଣ୍ଡ ଶୁଣି ଯେତେବେଳେ ଆଦି ବାବାଙ୍କର ନିଦ ଭାଙ୍ଗିଲା, ଦେଖିକି ଖୁସିରେ ପୁରା ଚମକି ପଡିଲେ। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।